ଓଡ଼ିଶାର ଗୋଟିଏ ଛୋଟ ଗାଁରେ ରଘୁନାଥ ନାମକ ଗୋଟିଏ ଗରିବ ଚାଷୀ ରହୁଥିଲେ। ସେ ଦିନରାତି କ୍ଷେତରେ କଷ୍ଟ କରୁଥିଲେ, କିନ୍ତୁ ଆୟ ବହୁତ କମ୍ ଥିଲା। ତାଙ୍କର ପୁଅ ଗୋପାଳ ବହୁତ ମେଧାବୀ ଓ ପରିଶ୍ରମୀ ଥିଲା। ଗୋପାଳ ପ୍ରତିଦିନ ଦେଖୁଥିଲା ତାଙ୍କ ବାପା ତୀବ୍ର ଧୂପରେ ଘାମ ଛାଡ଼ି କାମ କରୁଛନ୍ତି। ଗୋଟେ ଦିନ ସେ ପଚାରିଲା, ବାପା, ଆପଣ ଏତେ କଷ୍ଟ କାହିଁକି କରୁଛନ୍ତି? ରଘୁନାଥ ହସି କହିଲେ, ପୁଅ, ତୁମେ ଭଲ ପଢ଼ିବା ଓ ମୋତେଠାରୁ ଭଲ ଜୀବନ ବଞ୍ଚିବା ପାଇଁ ମୁଁ କଷ୍ଟ କରୁଛି। ଏହି କଥା ଗୋପାଳଙ୍କ ହୃଦୟକୁ ଛୁଇଁଗଲା। ସେ ଠାଣିଲା ଯେ ସେ ମନ ଲଗାଇ ପଢ଼ିବ ଓ ବାପାଙ୍କୁ ଗର୍ବିତ କରିବ। ପ୍ରତିଦିନ ସକାଳେ ସେ ବାପାଙ୍କୁ କ୍ଷେତରେ ସହଯୋଗ କରୁଥିଲା ଓ ପରେ ସ୍କୁଲକୁ ଯାଉଥିଲା। ରାତିରେ ବିଦ୍ୟୁତ୍ ନଥିବାରୁ ସେ ଦୀପ ଆଲୋକରେ ପଢ଼ୁଥିଲା। କେବେ କେବେ ସେ ଥକି ଯାଉଥିଲା, କିନ୍ତୁ ବାପାଙ୍କର ତ୍ୟାଗକୁ ମନେ ପକାଇ ସେ ଆଗକୁ ବଢ଼ୁଥିଲା। ସ୍କୁଲରେ କିଛି ଛାତ୍ର ତାଙ୍କ ଜୁନା କପଡ଼ା ଓ ସରଳ ଜୋତାକୁ ଦେଖି ହସୁଥିଲେ, କିନ୍ତୁ ଗୋପାଳ ଚୁପ୍ ରହୁଥିଲା। ଗୋଟେ ଦିନ ଶିକ୍ଷକ କହିଲେ, ଗୋପାଳ, ଦାରିଦ୍ର୍ୟକୁ ନେଇ କେବେ ଲଜ୍ଜା ପାଇବା ନାହିଁ। ଶିକ୍ଷା ହେଉଛି ତୁମର ସବୁଠୁ ବଡ଼ ଶକ୍ତି। ଏହି କଥା ତାଙ୍କୁ ନୂଆ ଆତ୍ମବିଶ୍ୱାସ ଦେଲା। କିଛି ବର୍ଷ ପରେ ଗୋପାଳ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା। ଗାଁରେ ସବୁଠାରୁ ଖୁସିର ଲହରୀ ଛିଡ଼ିଗଲା। ସ୍କଲାରସିପ୍ ଓ ଅର୍ଦ୍ଧକାଳୀନ କାମର ସାହାଯ୍ୟରେ ସେ ସହରରେ ଉଚ୍ଚଶିକ୍ଷା ଜାରି ରଖିଲା। ପରେ ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲା। ଦିନରାତି ପରିଶ୍ରମ କରି ସେ ପରୀକ୍ଷା ଦେଲା। ଫଳାଫଳ ଘୋଷଣା ହେବା ଦିନ ସମସ୍ତେ ଉତ୍ସୁକ ଥିଲେ। ଗୋପାଳ ସଫଳ ହେଲା। ସେ ଗୋଟିଏ ସରକାରୀ ଅଫିସର ହେଲା। ଗାଁକୁ ଫେରିଲେ ସମସ୍ତେ ଫୁଲ ଦେଇ ତାଙ୍କୁ ସ୍ୱାଗତ କଲେ। ରଘୁନାଥଙ୍କ ଆଖିରେ ଆନନ୍ଦର ଲୁହ ଝରି ପଡ଼ିଲା। ଗୋପାଳ ବାପାଙ୍କ ପାଦ ସ୍ପର୍ଶ କରି କହିଲା, ବାପା, ଏହା ଆପଣଙ୍କର ପରିଶ୍ରମ ଓ ଆଶୀର୍ବାଦର ଫଳ। ସେ ଏବେ ସତ୍ୟନିଷ୍ଠାର ସହିତ କାମ କରି ଗରିବ ଚାଷୀମାନଙ୍କ ପାଇଁ ସହାୟତା କରୁଥିଲା।